जय श्री जगन्नाथ भाई मैंने सर्वप्रथम गुरुदेव गणपति और जगदम्बा को प्रणाम करी आज आम हमर स्टार्ट करिबा नारायण अवतार अध्याय। आम एटा कहीं पढ़ुचे यार भी एस्ट्रोलॉजिकल सिग्निफिकेंस हिसाब रे ही हमें पढ़ुचे या नहीं कि हमें एमती खाली नारायण महिमा गान करछे। प्रत्येक लोक को तार जीवन काल भितर नारायण महिमा गान करिवा उचित। रामଙ୍କ ଠାରୁ ଯଦି କିଛି ବଡ ଥାଏ ତାହେଲେ ତାଙ୍କର ନାମ ଏଟା ସନ୍ଦେହର ଅବକାଶ ନାହିଁ। କାରଣ ନାମୀ ଆଉ ନାମ ଭିତରେ କୌଣସି ଡିଫରେନ୍ସ ନଥାଏ। ଯିଏ ନାମୀ ପୁରୁଷ ଥାନ୍ତି ଏବଂ ଯାହା ଯୋଉ ନାମ ଟା ଉଚ୍ଚାରଣ କରାଯାଏ ତା ଭିତରେ କୌଣସି ଡିଫରେନ୍ସ ନଥାଏ କାହିଁ ନଥାଏ। କାରଣ ନାମ ହଉଛି ତାଙ୍କର ସୂକ୍ଷ୍ମ ରୂପ ଏବଂ ନାମୀ ପୁରୁଷ ହଉଛନ୍ତି ସେଇ ନାମର ସ୍ଥୂଳ ରୂପ। ଯେତେବେଳେ ଅସୀମ ଭଗବାନ ସସୀମ ହେଇକି ଆସନ୍ତି ମଣିଷ ତାଙ୍କୁ ସେଇ 3.5 ହାତ ଭିତରେ ମାପିବାକୁ ଚେଷ୍ଟା କରେ ସେଟା ସେ ବହୁତ ବଡ ଭୁଲ କରେ। ଯାହା ଅଛି ପିଣ୍ଡେ ତା ଅଛି ବ୍ରହ୍ମାଣ୍ଡେ ଏଇ ଜିନିଷଟା ବୁଝିବାର କୌଣସି କାହାର ଭୁଲ ହେବା କଥା ନାହିଁ। ଠିକ ଅଛି ନା। ସେଇଟା ମୁଁ କାହିଁକି କହୁଛି ଆମେ ସମସ୍ତେ ଜାଣିଛେ ନାରାୟଣକୁ ଆଦି କାରଣ ବୋଲି କୁହାଯାଏ। ନାରାୟଣକୁ ଆଦି କାରଣ ବୋଲି କୁହାଯାଏ। ଆଦି କାରଣ ମାନେ କଣ? ଆଦି କାରଣ ହଉଛି ଫାଷ୍ଟ କାରଣ ଯାହା ଯୋଗୁ ଏ ସୃଷ୍ଟି ଏ ବ୍ରହ୍ମାଣ୍ଡର ରଚନା ହେଲା। ଆମେ ମାନେ ଯେତେବେଳେ ବିଂଶୋତ୍ତରୀ ଦଶା ପଢୁ ବିଂଶୋତ୍ତରୀ ଦଶାରେ ପ୍ରଥମ ଯୋଉ ଦଶାଟା ଆମେ ପଢୁ ସେଟା ହଉଛି କେତୁ ମହାଦଶା। ଆମେ ଯେତେବେଳେ ପ୍ରଥମ ପଢୁ ସେଟାକୁ ଆମେ ପଢୁ କେତୁ ମହାଦଶା। ବିଂଶୋତ୍ତରୀ ଦଶାରେ କେତୁରୁ ଷ୍ଟାର୍ଟ ହବ ତାପରେ ଶୁକ୍ର ତାପରେ ରବି ତାପରେ ଚନ୍ଦ୍ର ତାପରେ ମଙ୍ଗଳ ତାପରେ ରାହୁ ତାପରେ ବୃହସ୍ପତି ତାପରେ ଶନି ତାପରେ ବୁଧ ଏମିତି ହେଇ 9ଟା ଦଶା ଆମେ ଫେସ କରୁ। ଏଇଟାକୁ କୁହାଯାଏ ନାରାୟଣଙ୍କର ଗ୍ରହ ରୂପୀ ଅବତାର। ମହର୍ଷି ପରାଶର ଯିଏକି ହଉଛନ୍ତି ଆ ବୈଦିକ ଆଷ୍ଟ୍ରୋଲୋଜିର ତାଙ୍କୁ ମନାଯାଏ ସିଏ ହଉଛନ୍ତି ଋଷି ଯାହାଙ୍କ ଯିଏକି ଶିକ୍ଷା ଗ୍ରହଣ କରିଥିଲେ ମହାଦେବଙ୍କ ଠାରୁ ଏ ଆଷ୍ଟ୍ରୋଲୋଜି ବିଷୟରେ ବ୍ରହ୍ମାଙ୍କ ଠାରୁ ବିଭିନ୍ନ ଦେବତାଙ୍କ ଠାରୁ। କିନ୍ତୁ ଯିଏ ବି ପ୍ରଥମେ ବୈଦିକ ଆଷ୍ଟ୍ରୋଲୋଜି କଥା ଉଠିବ ସେ ମହର୍ଷି ପରାଶରଙ୍କ ନାଁ ନବ। ତ ମହର୍ଷି ପରାଶରଙ୍କର ବୈଦିକ ଆଷ୍ଟ୍ରୋଲୋଜିର ଫର୍ମୁଲାରେ ଏଇ ଜିନିଷଟା ଅଛି ଯେ ମହର୍ଷି ପରାଶରଙ୍କର ଗୋଟେ ସେପାରେଟ ଅଧ୍ୟାୟ ଅଛି ଅବତାର କଥନ ଅଧ୍ୟାୟ। ଅବତାର କଥନ ଅଧ୍ୟାୟରେ ମହର୍ଷି ପରାଶର ସେ ଗ୍ରହ ରୂପୀ ଜନାର୍ଦ୍ଦନଙ୍କର ବିଭିନ୍ନ ଅବତାରକୁ ବିଭିନ୍ନ ପ୍ଲାନେଟ ସହିତ ଯୋଡିଛନ୍ତି। ଆଜି ଆମେ ପ୍ରଥମ ଅବତାର ବିଷୟରେ ଆଲୋଚନା କରିବାକୁ ଯାଉଛେ ଯାହା ହଉଛି ଶ୍ରୀ ନାରାୟଣଙ୍କର ମତ୍ସ୍ୟ ଅବତାରର କଥା। ଆଉ ୟାର ଆଷ୍ଟ୍ରୋଲୋଜିକାଲ ସିଗ୍ନିଫିକାନ୍ସ କଣ ଅଛି ଏଟା ମୁଁ ଯୋଡିକିନା କହୁଛି। ତେଣୁ କେବଳ ଅବତାର କଥନ ଅଧ୍ୟାୟ କହୁନି ମୁଁ ଅବତାର ସହିତ ତାର ଆଷ୍ଟ୍ରୋଲୋଜିକାଲ ସିଗ୍ନିଫିକାନ୍ସ କଣ ହଉଛି ମୁଁ ସେଟା ବି କହୁଛି। ଯେତେବେଳେ ପରବ୍ରହ୍ମ ପରମାତ୍ମା ସମସ୍ତ ଭାଗବତରେ ପଢିପାରିବେ କେମିତି ସୃଷ୍ଟି ହେଲା ଶିବ ପୁରାଣରେ ଅଛି ବିଭିନ୍ନ ପୁରାଣରେ ଅଛି ସୃଷ୍ଟିର କ୍ରମ କିଭଳି ଭାବରେ ସୃଷ୍ଟି ଆରମ୍ଭ ହେଲା କିଭଳି ଭାବରେ ସୃଷ୍ଟି ଆ, ଚାଲିଲା କେମିତି କଣ ବନା ହେଲା ସବୁ ପୁରାଣ ଶାସ୍ତ୍ର ଅଛି ସେ ତାକୁ ମୁଁ ଡିପଲି ଏତେ ଯାଉନି। ସର୍ବପ୍ରଥମେ ଆପଣ ମାନେ ଦେଖିବେ ମତ୍ସ୍ୟ ଅବତାର ଟାକୁ ଯଦି ଆପଣ ପରାଶର ମୁନିଙ୍କର ଅବତାର କଥନ ଅଧ୍ୟାୟ ଟାକୁ ପଢିବେ ସେଠି ମତ୍ସ୍ୟ ଅବତାର ଟାକୁ କୁହାଯାଇଛି ତୁଳନା କରାଯାଇଛି କେତୁ ସହିତ। ଆପଣ ମାନେ ଆଜିକା ଡେଟ ରେ ବି ରିମେଡି ଦେଖନ୍ତୁ ଯଦି କେତୁ ମହାଗ୍ରହ କାହାକୁ ପରେଶାନ କରୁଥିବ ସର୍ବପ୍ରଥମେ ଆଷ୍ଟ୍ରୋଲୋଜର ମାନେ କହନ୍ତି ମାଛକୁ ଖାଇବାକୁ ଦେ। ବା ସିମ୍ପଲିଷ୍ଟ ଫର୍ମ ଅଫ ରିମେଡି। ତେଣୁ ଯୋଉ ପ୍ଲାନେଟ ର ଯୋଉ ଗ୍ରହ ସେ ପ୍ଲାନେଟ ର ନାରାୟଣଙ୍କ ରୂପକୁ ଆଦି କାରଣକୁ ଯଦି ତୁମେ ପୂଜା କର ସେ ଟାଇମ ରେ ତୁମକୁ ସେ ଯୋଉ ଗ୍ରହ ରୂପୀ ପୀଡାରୁ ତମେ ମୁକ୍ତି ପାଇପାରିବ। ତେଣୁ ମତ୍ସ୍ୟ ଅବତାର ତାକୁ ନବା ପାଇଁ କଣ ହେଲା ନା ଆପଣ ମାନେ ସମସ୍ତେ ଜାଣିଛନ୍ତି ବ୍ରହ୍ମାଙ୍କର ମାନସ ପୁତ୍ର ଯୋଉମାନେ ଅଛନ୍ତି ଯୋଉମାନେ କି ସିଦ୍ଧ ଋଷି ମାନେ ଯାହାଙ୍କର ବୟସ ବଢେନି କି କମେନି ସନକ ସନନ୍ଦନ ସନାତନ ଠିକ ଅଛି ଯୋଉ 4 ଜଣ ଅଛନ୍ତି ଆଉ ଜଣଙ୍କ ନାଁ ମୁଁ ଭୁଲୁଛି ସନକ ସନନ୍ଦନ ସନାତନ ଅ, ଆଉ ଗୋଟେ କଣ ଥିବ ମୁଁ କହୁଛି ଯେ ମନେ ନ ପଡିଲେ ମୁଁ କହିବି। ସେମାନଙ୍କର
ସେମାନେ କଣ କରିଥିଲେ ନା ଥରେ ସେମାନେ ଏତେ ନାରାୟଣଙ୍କର ଗୁଣ ମହିମାଙ୍କୁ ଏତେ ଭାବରେ କୀର୍ତ୍ତନ ପ୍ରଚାର କରନ୍ତି, ସେମାନେ କଣ କରନ୍ତି ନା ବ୍ରହ୍ମାଙ୍କ ମାନସ ପୁତ୍ର ସେମାନେ ଯୋଉ 4 ଜଣ। ହଁ ହଁ ସନନ୍ଦ କିଏ କିଏ ଥିଲେ ସନକ ସେମାନେ? ସନନ୍ଦ ସନକ ମୁନି, ତାପରେ ସନତ କୁମାର, ସନନ୍ଦ ସନକ ସନତ ସନତ କୁମାର, ସନତ ହଁ ହଁ କୁମାର ସନତ ଆଉ ଆଉ ଭାଇ ଗୋଟେ ମନେ ଯାହାବି ପଡୁନି ସେ ମୋର। ସେ ଭାଇ ମୁଁ ଜାଣିନି ଛାଡିକି ଏତିକି, ଏତିକି ମନେ ରଖିଥାଅ ଯେ ଏମାନେ 4 ଜଣ ଥିଲେ ସନକ ସନନ୍ଦନ ସନାତନ। ଏମାନେ ଦିବ୍ୟ ଋଷି ବ୍ରହ୍ମାଙ୍କ ମାନସ ପୁତ୍ର। ବ୍ରହ୍ମା ତାଙ୍କୁ ସେତିକିବେଳେ ସୃଷ୍ଟି କରିଥିଲେ ଯେତେବେଳେ ପୁରା ତାଙ୍କ ଭିତରୁ ତାମସିକ ରାଜସିକ ଗୁଣ ପୁରା ଖତମ ହେଇଯାଇଥିଲା, ପୁରା ସାତ୍विକ ଗୁଣରେ ଏମାନଙ୍କୁ ସୃଷ୍ଟି କରିଥିଲେ। ଏମାନଙ୍କର କାମ ହେଲା ଏମାନେ ଦେ ଆର୍ ଭେରି ସ୍କଲାର। ସେମାନେ କଣ କଣ ସ୍କଲାର କାମ କରନ୍ତି ନା ସେମାନେ କଣ କରନ୍ତି ନା ପରସ୍ପର ଭିତରେ ବେଦକୁ ଚର୍ଚ୍ଚା କରନ୍ତି। ତାଙ୍କ ଭିତରୁ ଜଣେ ବକ୍ତା ବନେ ଆଉ ସମସ୍ତେ ଶ୍ରୋତା ବନନ୍ତି। ସୃଷ୍ଟିର ଆଦି କ୍ରମରେ ବେଦକୁ ଯୋଉମାନେ ଇଣ୍ଟରପ୍ରିଟ କରିପାରୁନଥିଲେ, ହଁ ସରି ସନତ ସନତ ହଁ ସନତ, ଆଉ ଜଣଙ୍କୁ ଯୋଉ ନାଁ ଭୁଲୁଛି ସନତ, ହଁ ତ ବେଦକୁ ଯୋଉମାନେ ଭୁଲି ଯାଇଥିଲେ, ବେଦରୁ କେମିତି ସୃଷ୍ଟିର କ୍ରମ କେମିତି ହେଲା, କେମିତି ସେ ବେଦରେ ଭଗବାନଙ୍କୁ କିଭଳି ଭାବରେ ଡେସ୍କ୍ରାଇବ କରାଯାଇଛି, ଏଇ ସବୁ ଜିନିଷଟା ପୁରା ପରବ୍ରହ୍ମ ପରମାତ୍ମାଙ୍କର ଯୋଉ ଆଦି କାରଣ ଟା ଯେତେବେଳେ ସେମାନେ ଭାବିଲେ କି ନାଇଁ ସେ ଋଷିଙ୍କୁ ଜଣକୁ ବକ୍ତା କରିଦେଲେ ଏବଂ ସେମାନେ ଶ୍ରୋତା ହେଲେ, ଏହା ଦ୍ୱାରା ସଂସାର ଜାଣିଲା ଯେ କେମିତି ବେଦ ଭିତରେ ଭଗବାନଙ୍କର ସତ୍ତାଟା ନିହିତ ଅଛି। ସେମାନଙ୍କର କାମ ହେଲା ସେମାନଙ୍କର ଏଜ ବଢେନି, ସେମାନେ ସଦା ସର୍ବଦା 12 ରୁ 14 ବର୍ଷର ଶିଶୁ ଭଳିଆ ରହନ୍ତି। କୌଣସି ଲୋକକୁ ଯିବା ଆସିବା କରିପାରନ୍ତି। ଧର୍ମ ଆଉ କଲ୍ୟାଣ ନିମନ୍ତେ ସେମାନେ କାର୍ଯ୍ୟ କରନ୍ତି। ଏବଂ ସେ ସଦା ସର୍ବଦା ଏତେ ଜ୍ଞାନୀ ହେଇଥିଲେ ମଧ୍ୟ, ଏତେ ନଲେଜିୟସ୍ ହେଇଥିଲେ ମଧ୍ୟ, ବ୍ରହ୍ମାଙ୍କର ନଲେଜ ଆଉ ତାଙ୍କ ନଲେଜ ଭିତରେ ହାର୍ଡଲି ଡିଫରେନ୍ସ ଥିବ। ଏତେ ନଲେଜିୟସ୍ ହେଇଥିଲେ ମଧ୍ୟ ମାନେ ତାଙ୍କୁ ନାରାୟଣଙ୍କର ମହିମା ଶୁଣିବାର ଏତେ ପ୍ରାଦୁର୍ଭାବ ହୁଏ ଯେ ସେମାନେ ଦୌଡିକି ବୈକୁଣ୍ଠ ପଳାନ୍ତି। ବୈକୁଣ୍ଠରେ ଯାଇ ଶେଷ ନାଗକୁ ପଚାରନ୍ତି ଭାଇ ଟିକେ ନାରାୟଣଙ୍କ ମହିମା କହ। ମାନେ ଏତେ ନଲେଜିୟସ୍ ହେଇସାରିଲା ପରେ ବି, ମାନେ ହୁଁ। ଏଥିରୁ କଣ ଦେଖାଯାଏ କି ତୁମେ ଯେତେ ନଲେଜିୟସ୍ ହେଇଥାଅ, ଯେତେବେଳେ ନାରାୟଣଙ୍କର ଗୁଣ କୀର୍ତ୍ତନର ମହିମା ଶୁଣିବାର ସୌଭାଗ୍ୟ ଯୋଉଠି ପାଏ, ଲାଳାୟିତ ସଦା ବା ସର୍ବଦା ରହିବା ଦରକାର। ଏଗୁଡାକୁ ସେଗୁଡାକୁ ଶ୍ରବଣ କରିବା ଦରକାର। ପଏଣ୍ଟ ନମ୍ବର 1, ଯୋଉଟା କହନ୍ତି ଯଜନ। ଠିକ ଅଛି। ତାପରେ କଣ ହେଲା ନା ଏମାନେ ଥରେ କଣ କଲେ ନା ଗଲେ ବୈକୁଣ୍ଠକୁ, ସେଠି ଜୟ ବିଜୟଙ୍କ ସହିତ ଭେଟ ହେଲା। ଜୟ ବିଜୟ ତାଙ୍କୁ ଛାଡିଲେନି। ଏମାନେ ରାଗିକି ସାତ୍ୱତ ଋଷି ସାତ୍ವಿକ ଭାବରୁ କ୍ରିଏଟ ହେଇଛନ୍ତି। କ୍ରୋଧ ହଉଛି ତାମସିକ ଭାବ। ସେମାନେ ରାଗିକି ଜୟ ବିଜୟଙ୍କୁ ଅଭିଶାପ ଦେଇଦେଲେ କି ଭାଇ ତମେ ମାନେ ମର୍ତ୍ତ୍ୟ ଧାମରେ ଜନ୍ମ ହେବା କଥା, ତମର ଏଠି ରହିବାର କୌଣସି ଅଭିପ୍ରାୟ ନାହିଁ। କାରଣ ନାରାୟଣଙ୍କ ଧାମରେ ଯିଏ ରହନ୍ତି ସମସ୍ତ ଊର୍ବୁଜ ରହିଥାନ୍ତି। ସମସ୍ତେ ତାଙ୍କର ସ୍ୱରୂପକୁ ପ୍ରାପ୍ତ କରି ଯାଇଥାନ୍ତି। ନାରାୟଣଙ୍କ ସ୍ୱରୂପକୁ ପ୍ରାପ୍ତ କରି ତାଙ୍କର ସେବା କରୁଥାନ୍ତି। ଖେଳଟା କଣ ହେଲା ନା ଯେତେବେଳେ ନାରାୟଣ ଆସିଲେ, ସେମାନେ ଋଷି ମାନଙ୍କର ପଦ ବନ୍ଦନା କଲେ ବ୍ରାହ୍ମଣ ଯୋଗୁ। କିନ୍ତୁ ଏମାନେ ବି ତାଙ୍କୁ ବନ୍ଦନା କରୁଛନ୍ତି, ନାରାୟଣ ବି ସେମାନଙ୍କର ବନ୍ଦନା କରୁଛନ୍ତି। ଏଇଥିରୁ କଣ ଦେଖାଯାଏ କି ଗୋଟେ ଶ୍ଲୋକ ଅଛି ଶ୍ରୀମଦ୍ ଭାଗବତ ଗୀତାରେ, ପତ୍ରಂ ପୁଷ୍ପମ ଫଲମ ତୋୟମ ଯୋ ମେ ଭକ୍ତିଆ ପ୍ରଯଚ୍ଛତି ତଦଂ ଭକ୍ତ୍ୟପହୃତ ଅଶ୍ନାମି ପ୍ରଜତାତ୍ମନ। ଭଗବାନ କୋଉଥିରେ ଖୁସି ହଉଛନ୍ତି? ପତ୍ର ପୁଷ୍ପ ଫଳ ଜଳ। ତୋୟ ମାନେ ଜଳ। ଯିଏ ମତେ ଭକ୍ତି ସହକାରେ ଦାନ କରେ, ମୁଁ ତାର ସେଇ ଭକ୍ତିକୁ ପ୍ରଯତାତ୍ମନ ପ୍ରକୃଷ୍ଟ ରୂପେ ଯତ୍ନ ସହକାରେ ସେଗୁଡାକୁ ମୁଁ ଗ୍ରହଣ କରେ। ତୁମର 1000 ନୈବେଦ୍ୟ ବହୁତ ବଢିଆ ବନଉଛ, କିଛି ଅସୁବିଧା ନାହିଁ। କିନ୍ତୁ ଯଦି ତୁମେ ଏତିକି ଦଉଛ, ସେଥିରେ ଭଗବାନ ଶାନ୍ତି ଆଉ ମାନେ ପ୍ରକୃଷ୍ଟ ରୂପେ ଯତ୍ନର ସହିତ ତାକୁ ଗ୍ରହଣ କରୁଛନ୍ତି। ଆଉ ଗୋଟେ ଜାଣିଥିବ ଯୋଗକ୍ଷମ ବାହାମ୍ୟମ କଥାଟା, କି ତୁ ଯଦି ମୋର ଉପାସନା କରିଥାଉ, ତୁ ଯଦି ପୁରା ନିର୍ଦ୍ୱନ୍ଦ୍ୱରେ ମତେ ବସିଥାଉ, ତୁ ଯୋଉ ମୋ ପାଇଁ ଯୋଗ କରିଛୁ, ମୁଁ ତୋର ସେ ଜିନିଷ ଟା ମୁଁ ନିଜ କାନ୍ଧରେ ବହନ କରିକି ନେଇକି ତୋ ପାଖରେ ପହଞ୍ଚେଇବି। ଏଇଟା ଭଗବାନ ଶ୍ରୀକୃଷ୍ଣ ନିଜେ କହିଛନ୍ତି। ମାନେ ଏଇଟା ଆଉ କାହା କଥା ନାହିଁ। ଯୋଗକ୍ଷମ ବାହାମ୍ୟମ କଥା ଛାଡିକି ଯିବିନି, ଛାଡିକି ତ ଗଲେ ବହୁତ ଲମ୍ବିଯିବ ଷ୍ଟୋରି। ବଟ ଏମିତି ଅଭିଶାପ ଦେଇ ସାରିଲା ଫଳରେ ଏମିତି ମାନେ କଣ କରୁଛନ୍ତି, ନରକକୁ ପଳେଇ ଆସିଛନ୍ତି। ସେମାନେ ନାରାୟଣକୁ ରିକ୍ୱେଷ୍ଟ କରିଛନ୍ତି ଜୟ ବିଜୟ କି ଦେଖ ଯେ ଆମକୁ ଏଇଟା ମୁକ୍ତି ଦରକାର, ଏମିତି ଋଷିଙ୍କ ଅଭିଶାପ ପଡିଲା, ଆଉ ଆମେ କଣ କରିବୁ? ଏଇଟା କାହିଁକି ହେଲା ଜାଣିଛନ୍ତି ତ? ଏଇଟା ହବାର ମୂଳ କାରଣ ହେଲା ଏଇଆ ଯେ ନାରାୟଣ ଇଚ୍ଛା କଲେ ସିଏ କେମିତି ମର୍ତ୍ତ୍ୟ ଲୋକକୁ ଆସି ତାଙ୍କର ଲୀଳା
ଖେଳା କରିବେ। ସେଥିପାଇଁ ସିଏ ସାତ୍विକ ଋଷିଙ୍କ ମାନଙ୍କ ମନ ଭିତରେ କ୍ରୋଧର ଭାବଟାକୁ ଭରିଦେଲେ। ଏବଂ ଋଷିମାନେ ଯେତେବେଳେ ତାଙ୍କୁ କ୍ଷମା ମାଗୁଛନ୍ତି କି ପ୍ରଭୁ ଆମର ଏମିତି ତ ଭାବ ନଥିଲା, ଆମକୁ କ୍ଷମା କରିଦିଅନ୍ତୁ, ଆପଣ ଯାହା ଦଣ୍ଡ ଦେବେ ଆମେ ନବାକୁ ରାଜି ଅଛୁ, ନା ତୁମେ ମାନେ କିଛି କରିନ, ମୁଁ ମୋର ଭାବଟା ତୁମ ଭିତରେ ଭରିଦେଲି। ଏଠି କଣ ହେଲା, ଏଠି ଗୋଟେ ଜିନିଷ ସୃଷ୍ଟି ହେଲା, ଗୋଟେ ଭାଇବ୍ରେସନ। ଯେମିତି ଗୋଟେ ଟେକା ଫୋପଡା ଗଲା ଗଡିଆ ଭିତରକୁ, ଗଡିଆର ତରଙ୍ଗ ସୃଷ୍ଟି ହେଲା, ସେ ଗୋଟେ ତରଙ୍ଗଟା ଏମିତିଆ ତରଙ୍ଗ ସୃଷ୍ଟି କଲା ଯେ ବହୁତ ସାରା ଅବତାର ତାଙ୍କୁ ନବାକୁ ପଡିଲା। ତେଣୁ ସେ ନାରାୟଣ ଯୋଉମାନେ ପୁରୁଷୋତ୍ତମ ଥାନ୍ତି, ସେମାନେ କେବେ ଗୋଟିଏ ମାଡରେ ଗୋଟିଏ କାମ କରନ୍ତି ନାହିଁ, ତାର ମଟର ହଜାର କାମ ହୁଏ। ଠିକ ଅଛି ନା? ତ ଯାହା ବି ହଉ, ତ ମତ୍ସ୍ୟ ଅବତାରରେ ଭଗବାନ କଣ କଲେ ନା, ବ୍ରହ୍ମାଙ୍କ ପାଖରେ ଗୋଟେ ଯୋଉ ଥିଲା ଗୋଟେ ରାକ୍ଷସଟେ, ତା ନାଁ ଥିଲା ହୟଗ୍ରୀବ। ତ ସିଏ କଣ କଲା ନା ବେଦକୁ ଚୋରି କରିକି ଗଲା ଏବଂ ସମୁଦ୍ର ଅତଳ ସମୁଦ୍ର, କଳ୍ପର ଏଣ୍ଡ ଆସି ଯାଇଥିଲା। ନାରାୟଣ ସେ ସମୟର ମନୁଙ୍କୁ ଦେଖା କଲେ, ଯିଏକି ରାଜା ଥିଲେ। ଆଉ ମୋଷ୍ଟ ମୋର ଯାହା ମନେ, ସେ ତାଙ୍କୁ ଗୋଟେ ଛୋଟ ହେଇକି ତାଙ୍କ କମଣ୍ଡଳ ଭିତରେ ପଶିଗଲେ ଗାଧଉଥିଲା ବେଳେ ନଈରେ। ତାପରେ ତାଙ୍କର ସମୟ ଏତେ ବଢିଗଲା ଯେ କୁହାଗଲା କି 4,400 ଯୋଜନର ଶରୀର ବନିଗଲା ଖୁବ କମ ସମୟ ଭିତରେ, ଯୋଉଟା କି ସମୁଦ୍ର ବି ଜାଗା ହେଲାନି। ଏବଂ ସେ ରାଜା ତାଙ୍କୁ ଭାବିଲେ ବୋଧେ କି ବୋଧେ ଇଏ ବୋଧେ ଆଉ କୋଉଠି ଜାଗା ହେବେନି। ସେ ତାଙ୍କୁ କହିଲେ କି ଆଗାମୀ 7 ଦିନ ପରେ ପ୍ରଳୟ ଆସିବ, ତୁ ତୋର ସବୁତିକ ଯେତିକି ସବୁ ଗଛ ପଛ ଅଛି, ଯେତିକି ସବୁ ନେଇକି ମାନେ କଳ୍ପରେ ମୁଁ ତ ଜଳାର୍ଣ୍ଣବ କରିଦେବି, ଯାହା ଅଛି ତୁ ସେ ଡଙ୍ଗାରେ ଗୋଟେ ଡଙ୍ଗା ବନା, ସେ ଡଙ୍ଗାରେ ରଖ ଏବଂ ସପ୍ତଋଷି ମାନଙ୍କୁ ଡାକ। ଆଉ ମୁଁ ଗୋଟେ ମାଛ ହେଇକି ସେତେବେଳେ ଆସିବି, ମୋ ସିଂହରେ ତୁ ମାନେ ଗୋଟେ ମୋର ଥିବ ମାଛର ଯୋଉ ସିଂହ ଟାଇପ ର, ତୋ ବୋଇତଟାକୁ ମୁଁ ସେଇଠି ଇଏ କରି ରଖିଦେବି। ଆଉ ରାଜା ସେତେବେଳେ ରିକ୍ୱେଷ୍ଟ କରିଥିଲେ କି ମତେ ବ୍ରହ୍ମଜ୍ଞାନ ଶୁଣିବାର ଅଛି, ଆଉ ସେଇ ଟାଇମରେ ଆମେ ପ୍ରଳୟ ଜଳରେ ବୁଲୁଥିଲା ବେଳେ ମୁଁ ତତେ ବ୍ରହ୍ମଜ୍ଞାନ ଦେବି। ତାହେଲେ ନାରାୟଣ ଯେତେବେଳେ ବ୍ରହ୍ମଜ୍ଞାନ ଦିଅନ୍ତି, ବା ଯେତେବେଳେ କୌଣସି ଲୋକ ବ୍ରହ୍ମଜ୍ଞାନ ଶୁଣିବ, ସେତେବେଳେ ଏଇଠୁ ଗୋଟେ ଜିନିଷ କ୍ଲିୟର ହେଇଯିବ, ତାକୁ ବହୁତ ପୀଡାରେ ଥିଲେ ହିଁ ସେ ବ୍ରହ୍ମଜ୍ଞାନ ନେବାର ଯୋଗ୍ୟତା ଅର୍ଜନ କରିବ। କେବେ କେହି ଖୁସିରେ ବ୍ରହ୍ମଜ୍ଞାନ ପାଇନି। ଅର୍ଜୁନକୁ ଯୋଉ ଗୀତା କୁହାହେଲା, ବ୍ୟାଟଲ ଫିଲ୍ଡ ଥିଲା। ରାଜା ପ୍ରିୟବ୍ରତଙ୍କୁ କୁହାହଉଛି ବ୍ରହ୍ମଜ୍ଞାନ ଆଉ ବ୍ରହ୍ମ ତତ୍ଵ, ପୁରା ହୋଲ ବିଶ୍ଵ ବ୍ରହ୍ମାଣ୍ଡ ବୁଡି ଯାଇଛି ଜଳରେ, ହୁଁ ବର୍ଷା ଚାଲିଛି, ଲହରୀ ଖେଳୁଛି, ସେଇଥିରେ ନାରାୟଣ ତାକୁ ଡଙ୍ଗାକୁ ବି ବଞ୍ଚଉଛନ୍ତି, ଉପଦେଶ ବି କରୁଛନ୍ତି। ଠିକ ଅଛି ନା? ଏବଂ ଏହା ଦ୍ଵାରା କଣ ହେଲା ନା, ମତ୍ସ୍ୟ ଅବତାରରେ ସେ ହୟଗ୍ରୀବ ନାମକ ଗୋଟେ ଯୋଉ ରାକ୍ଷସ ଥିଲା ତାକୁ ମାରିଲେ। ମୁଁ ଷ୍ଟୋରିର ଡିଟେଲ କୁ ଯାଉନି, ଆମର ଷ୍ଟୋରି ଉପରେ ନାହିଁ, ଆମେ ଆଷ୍ଟ୍ରୋଲୋଜି ହିଁ ପଢୁଛୁ, କିନ୍ତୁ ନାରାୟଣର ମହିମା ସହିତ। ତ ବଞ୍ଚେଇଲେ, ବେଦକୁ ରକ୍ଷା କଲେ, ଜ୍ଞାନକୁ ରକ୍ଷା କଲେ, ଏବଂ ପ୍ରଥମ ଅବତାରରେ ହୟଗ୍ରୀବ ରାକ୍ଷସକୁ ମାରି ବେଦର ପୁନଃସ୍ଥାପନ କରିବା ସହିତ କଳ୍ପର ବି ପୁନଃସ୍ଥାପନ କରିଦେଲେ। ଏବଂ ସେ ଅବତାରକୁ ଆମେ କେତୁ ସହିତ ଯୋଡୁ, ପ୍ଲାନେଟ କେତୁ ସହିତ। ତେଣୁ ମଣିଷର ଯେତେବେଳେ କେତୁ ଅପରେଟ କରେ ଦଶା ଅନ୍ତର୍ଦଶାରେ, ସେ ନିଜେ ଜାଣିପାରେ ନା ସେ କରିବ କଣ। ଆମେ ଆଷ୍ଟ୍ରୋଲୋଜର, ଆମେ ଭଗବାନ ନୁହଁ। ଆମର ବି ଯେତେବେଳେ କେତୁ ଅପରେଟ କରେ, ଆମର ସେ ଅବସ୍ଥା ହୁଏ। ଆମେ ନିଜେ ଜାଣିନୁ କଣ କରିବାକୁ ହବ। ଆଉ କେତୁର ଅବସ୍ଥାରେ ବହୁତ କିଛି ଜିନିଷ ଛାଡି ହେଇଯାଏ। ଆଉ କେତୁର ଅବସ୍ଥାରେ ତମକୁ କେତୁ ପର୍ସନାଲିଟିଜ ହିଁ ମିଳିବେ, ରାହୁ ପର୍ସନାଲିଟିଜ ମିଳିବେନି। ମ୍ୟାଟରାଲ ଜିନିଷ ଜଣା ନଥିବ, ମାଇଣ୍ଡ ଜାମ୍ ହେଇଯିବ, ଲୋକ ଡିସିସନ ନେଇ ପାରିବନି। ଲୋକ ଠିକ ଭୁଲ ଭିତରେ ଡିଫରେନ୍ସିଏଟ କରିପାରୁଥିଲେ ମଧ୍ୟ ସେ ସେଇଆ ହିଁ କରିବ ଯାହା ତାକୁ ମାଇଣ୍ଡ କୁ ଆଟ ଦ ସ୍ପର ଅଫ ଦ ମୁମେଣ୍ଟ ଯାହା ଜୁଟିବ। ତେଣୁ ଏତେ ଯୋଉ 24 ଅବତାର ଅଛି, ଏମାନଙ୍କୁ ମିଶେଇକି ତମେ ଯଦି ଉପାସନା କରିବ ଭଲ, ନହେଲେ ଗୋଟେ ରୁଟ କୁ ଧରିବ। କେତୁ ରିପ୍ରେଜେଣ୍ଟସ ରୁଟ। ଗୋଟେ ଗଛର ଯଦି ଡାଳ ପତ୍ର କାଟିଦବା, ତାହେଲେ ଗଛ ତିଷ୍ଠିବ। କିନ୍ତୁ ଗଛର ଯଦି ମୂଳ ହଲେଇଦବା, ତା ଜଡରେ ଯଦି ଯାଇକି ଯେମିତି ଚାଣକ୍ୟ ଢାଳୁଥିଲେ ପଞ୍ଚାମୃତ, ଗୋଟେ କଣ୍ଟା ଗଛର ମୂଳରେ ସବୁଦିନ ପଞ୍ଚାମୃତ ଚାଣକ୍ୟ ଢାଳିଲେ, ପିମ୍ପୁଡି ଗଲା, ସେ ଗଛ ସେଠି ଖାଇଦେଲା, ଗଛ କଟିଗଲା। ହୁଁ
ମାନେ ଚେର ଉପାଡ଼ି ଦେଲେ ଗଛ ଦୁର୍ବଳ ହେଇଗଲା, ତାର ମୂଳକୁ ଚୋବେଇ ଦେଲେ, ଆଉ ଗଛ ମରିଗଲା। ତେଣୁ କେତୁ ରିପ୍ରେଜେଣ୍ଟ ରୁଟ୍। ୱେନ୍ ଏଭର ତୁମକୁ କିଛି ଜଣା ନଥିବ, ତମକୁ ସବୁ ଜିନିଷ ପରେଶାନ କରୁଥିବ, ତୁମେ ପୁରା କନଫ୍ୟୁଜ ଥିବ ଯେ ମୁଁ ଜୀବନରେ ବର୍ତ୍ତମାନ କଣ କରିବି, ସେତେବେଳେ ଦି ଜଣ ଲୋକ ହିଁ ଭରସା। ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ଵର ଗୁରୁ ସାକ୍ଷାତ ପରବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ। ପଏଣ୍ଟ ନମ୍ବର 1। ପଏଣ୍ଟ ନମ୍ବର 2, ତୋ ରୁଟ୍ କଣ, ତୁ କୋଉ ପାଥ ଫଲୋ କରୁଛୁ। କାରଣ ଯେତେବେଳେ ଜୀବନରେ ବହୁତ ସାରା ମେସ୍ ହେଇଯାଏ, ମଣିଷ ସବୁବେଳେ ଶୂନରୁ ଷ୍ଟାର୍ଟ କରିବା କଥା। ତୋ ଜିରୋ ପଏଣ୍ଟ କଣ? ଯଦି ତୁମେ ଏଇଟା ତୁମର ଜିରୋ ପଏଣ୍ଟ ବିଷୟରେ ପୁରା କ୍ରିଷ୍ଟାଲ କ୍ଲିୟର ଅଛ, नो प्रोब्लेम, नथिंग टू वरी। ଯଦି ତମେ ତମର ଜିରୋ ପଏଣ୍ଟ ପ୍ରୋବ୍ଲେମ ବିଷୟରେ କ୍ଲିୟର ନାହଁ, ତାହେଲେ ତମକୁ ପୀଡା ହବ, ଅସହ୍ୟ ପୀଡା ହବ। ଆଉ ତୁମେ ଡିସିସନ ମେକିଂ ଆଉ ୱାର୍କ ରେ ଏତେ ପ୍ରୋବ୍ଲେମ ଫେସ୍ କରିବ ଯେ ଲାଷ୍ଟ କୁ ତମକୁ ଲୋକମାନେ ତମଠୁ ସବୁ ଲୋକମାନେ ତମଠୁ ଦୂରେଇ ଯିବେ। ତୁମେ ଜାଣିଛ ତୁମେ ସେ ନୁହଁ, ତୁମେ ସେଇ ପର୍ସନାଲିଟି ନୁହଁ, ବଟ୍ ତୁମେ ବିହେଭ କରିବ ସେମିତି। ଆଉ ହୁଁ। ବହୁତ ହି ପେନଫୁଲ ରହେ। କେତୁ ଯେତେବେଳେ ଅପରେଟ କରେ, ଆଇ ହାଭ୍ ସିନ୍ ପିପୁଲ କି ୱିଦାଉଟ୍ ଏନି ରିଜନ ଦେ ଆର୍ କ୍ରାଇଂ। यस। ଶନିବାର ଦିନ ଗୋଟେ ଥିଲା, ଶନିବାର ଗୋଟେ ଥିଲା କେତୁ ଅପରେଟ କରୁଛି, ସେ ଲୋକ ଜାଣି ପାରୁନି ସେ କଣ ପାଇଁ କାନ୍ଦୁଛି, ବଟ୍ ସେ କାନ୍ଦୁଛି। ମୁଁ ତ ପଚାରୁଛି କଣ ପାଇଁ କାନ୍ଦୁଛୁ, हम्म। ପ୍ଲେସମେଣ୍ଟ ଦେଖିଲେ ଜଣା ପଡିଗଲା ଭାଇ କିଟା କଣ ପାଇଁ କାନ୍ଦୁଛି। हम्म। ଏଗୁଡା ସବୁ ଶୁଣା କଥା ନାହିଁ, ଏଗୁଡା ହେଲା ବାସ୍ତବତା। ବାସ୍ତବକୁ ପ୍ରମାଣର କୌଣସି ଆବଶ୍ୟକତା ନାହିଁ। ଯାହା ବାସ୍ତବରେ ଘଟୁଛି ତାକୁ କଣ ପ୍ରମାଣ ଦରକାର ଭାଇ। ତେଣୁ କୌଣସି ଲୋକ ଯେତେବେଳେ ତାକୁ ପ୍ରୋବ୍ଲେମ ହୁଏ, ତାକୁ ପୀଡା ହୁଏ, ତା ଦେହରେ ଦିଟା ଜିନିଷ ତା ଜୀବନରେ ସବୁବେଳେ ମନେ କର। ଆଇଦର ତାକୁ ତା ଜିରୋ ପଏଣ୍ଟ ଜଣାଥିବା ଦରକାର କି ମୁଁ କୋଉଠୁ ଷ୍ଟାର୍ଟ କରିବି। ମୁଁ ଏଇଟା କଣ ପାଇଁ କହିଲି, ଯେତେବେଳେ ସୂତା ଅଡୁଆ ହେଇଯାଏ, ଆମେ କେମିତି ସୂତାଟାକୁ ଖୋଲୁ। ତାର ଗୋଟେ କୋଉଠୁ ତ ଗୋଟେ ତାର ଯୋଉ ଦିଟା ମୁହଁଟା ଥାଏ ସୂତାର, हम्म। ତାର କୋଉ ଗୋଟେ ମୁହଁ ତାକୁ ଧରିବୁ ନା। ଯଦି କୋଉ ବି ମୁହଁ ଧରି ପାରିବୁନୁ, ଠିକ ସେମିତି ଜୀବନରେ ଦିଟା କଥା। ଯେମିତି ସୂତା ଅଡୁଆ ହେଲେ ତାର ଦି ମୁଖରୁ କୋଉ ଗୋଟେ ମୁଖ ଧରି ମୂଳରୁ ଖୋଲିବାକୁ ପଡେ, ସେମିତି ଜୀବନରେ ଯେତେବେଳେ କେତୁ ଅପରେଟ କରେ, ସେ ତମକୁ ଏମିତି ଅଡୁଆ ଜାଲରେ ପକେଇ ଦବ, ତୁମେ ଜାଣୁଥିବ ଏଇଟା ଭୁଲ, ତୁମେ କରିବ। ତୁମେ ଜାଣୁଥିବ ଏଇଟା ପୀଡାଦାୟକ, ତୁମେ କରିବ। ତୁମେ ଜାଣୁଥିବ ଏଇ ଜିନିଷଟା ମୋ ଦେଇ ହବନି, ତୁମେ କରିବ। ବିକଜ ये ଗ୍ରହ ରୂପୀ ଜନାର୍ଦ୍ଦନ। ତମକୁ ଯଦି ରକ୍ଷା ପାଇବାର ଅଛି, ତୁମେ ଜନାର୍ଦ୍ଦନର ଶରଣରେ ଡାଇରେକ୍ଟ ପଶ। ଓಂ ନମୋ ଭଗବତେ ବାସୁଦେବ, ନହେଲେ ଗୁରୁ ମନ୍ତ୍ର। हम्म। ଆଉ ଗୁରୁ ମନ୍ତ୍ରକୁ ନିଷ୍ଠା ସହକାରେ ଭଜନ କରିସାରିଲା ପରେ, ବଡ ବଡ ସିନିୟର ଆଷ୍ଟ୍ରୋଲଜର ମାନେ ତାଙ୍କର ବାୟୋଗ୍ରାଫିରେ ଲେଖିଛନ୍ତି, ଆଉ ଯୋଉଟା କି ବାସ୍ତବରେ ମୁଁ ବି ଦେଖୁଛି, ଯଦି କିଏ ସତରେ ନାରାୟଣଙ୍କ ପ୍ରତି ସମର୍ପିତ ଅଛି ନା, ତାକୁ ଗ୍ରହ ଏତେ ପୀଡା ଦବନି। ଗ୍ରହ ତାକୁ ହଲେଇ ପାରିବନି, ହୁଙ୍କି ଦେଖେଇ ପାରିବନି। ହଁ, ତା ତାକୁ ତାକୁ ପ୍ରୋବ୍ଲେମ କରିଦବ, ତାକୁ ପରେଶାନି ଦେଇଦବ, ତାକୁ ଟେନସନ ଦେଇଦବ, ତାକୁ ତା ବଜୁଦକୁ ତାର କରିବ, ବଟ ରୁଟ ରୁ ହଲେଇ ପାରିବନି। ଆଉ ମନେ ରଖ, ଘର କରିବାକୁ ହେଲେ ଘରର ରୁଟ ଟା ଯେତେ ଷ୍ଟ୍ରଙ୍ଗ ଥିବ, ଛାତଟା ଏତେ ଇଜି ରହିବ। ତେଣୁ ତମ ରୁଟ କୋଉଠି, ତମର ମୂଳ କୋଉଠି, ସେଇ ଜିନିଷ ବିଷୟରେ ତମେ ଯଦି କ୍ଲିୟର ଅଛ, ତାହେଲେ କୌଣସି ଲୋକ ଯଦି କେବଳ ପ୍ଲାନେଟ କେତୁକୁ ସମ୍ଭାଳି ଦେଲା, କେବଳ ପ୍ଲାନେଟ କେତୁ ଛାଡ, ଅନ୍ୟ ପ୍ଲାନେଟ ଗଲା ଯୁଆଡେ ଯିବା କଥା, କେବଳ ପ୍ଲାନେଟ କେତୁ ଯଦି ତମର ବାଲାନ୍ସ ହେଇଗଲା, nothing to worry about other planets। ଆଉ କେତୁର କ୍ୟାରେକ୍ଟରିଷ୍ଟିକ୍ସ କଣ, ଇଜ ହେଡଲେସ୍। ତେଣୁ ତମକୁ ନିଷ୍କାମ ଭାବରେ କାମ କରିବାକୁ ପଡିବ। विदाउट इंटेंशन। ହି ଇଜ ଏ ଗିଭର,
ହି ଇଜ ଏ ଗିଭର, ଗିଭର ଅଫ ହ୍ୱାଟ, ଲିବରେସନ, ମୁଖ୍ୟ ଦବ। ତେଣୁ ଆପଣଙ୍କୁ ଯୋଉ ଦେବାଟା ସ୍ପଣ୍ଟେନିୟସ ଏବଂ ଆତ୍ମାରୁ ଦେଲା ଭଳିଆ ହବା ଦରକାର। ହୁଁ ହି ଇଜ ଦ ରୁଟ, ଆପଣଙ୍କୁ ସଦା ସର୍ବଦା ଆପଣଙ୍କ ରୁଟ ସହିତ ଜଡିତ ହୋଇ ରହିବା ଦରକାର। ଆଉ ମାଛ କୋଉଠି ରହେ? ସ୍ଥଳ ଭାଗରେ ନା ପାଣିରେ? ୱାଟରରେ। ତେଣୁ ମାଛର ଏନଭାରମେଣ୍ଟ ହେଲା ସେ ୱାଟର ରେ ରହିବ। ତେଣୁ ତୁମର ଏନଭାରମେଣ୍ଟ ହେଲା କେତୁକୁ ଯଦି ଷ୍ଟ୍ରଙ୍ଗ କରିବାର ଅଛି, ତୁମେ ଗୁରୁର ଏନଭାରମେଣ୍ଟ କୁ ପଳାଅ, ଅର ତୁମେ ନାରାୟଣ के एनवायरमेंट को पढ़ाओ। नथिंग कैन सेव यू फ्रॉम द wrath ऑफ केतु, नथिंग कैन सेव यू। এই দুইটা ଜିନିଷ କେବଳ ସେଭ୍ କରିଦବ ତମକୁ। ଭାଗ୍ୟବାନ ସେମାନେ ଯୋଉମାନେ କେତୁ ମହାଦଶାରେ ଜପ ତପ କରନ୍ତି, କୌଣସି ରିମେଡି କାମ କରେନି, କୌଣସି ରିମେଡି କାମ କରେନି, एक्सेप्ट सम रिमेडीज। बट आचार परमो धर्म, बिना आचार आचरण कौन धर्म ना हब ना कौन किसी हब। जो जो कथा आम जानी कि वास्तव देखु, अरे भाई तू यहाँ करदे तोर केतु बालांस हो नो, नॉट एट ऑल, 99% हबनी। केतु जानी समर्पण कौन ना, मु जो भाव में बसबी, जो राशि ग्रह संगे बसबी, मु प्रति समर्पित। तम पाखे समर्पण अच्छी सेमती हे ଯଦି करदब। ଯଦି ମୁଣ୍ଡା ନୁଆଇବନି ସିଏ ଉଖାଡି ଫୋପାଡି ଦବ। बास ଫୋପାଡି ଦବ। तार हेड नहीं, ହୁଁ तमें कह मु स्ट्रंग है कि मुंड एमती बस मोर एमती ही हम। विश्वास कर तुमको एते पेन दब, एते पेन दब, एते मेंटल डिप्रेशन दब, एक्यूट डिप्रेशन दब, हम कहीं बंची कहीं। ହୁଁ केतु ऑपरेट कले बोले आउ कौन हम ना, लोक भ्रमित है कि कह मु आड़े साड़े बुलबी। ହୁଁ ଆଉ ଇରିଟେସନ ମାନେ तो से चिड़ुव कहीं से निजे जान नथिबो, ହୁଁ सी एंजाइटी कहीं ता भीतर से निजे जानिनी। मोस्ट पेकुलियर थिंग माने मु आज एमती कि देखिनी जते जेबे केतु ऑपरेट करिछि, इट इज काइंड ऑफ, एटा सब बेले नुह जदि केतु एकुटिया बसछि सेमती नाही, प्लैनेट सहित बसले तार प्रेडिक्शन चेंज हबो। ହୁଁ बट मु गोटे नॉर्मल नॉर्मल पॉइंट ऑफ व्यू दूची एया हुई लोकन सहित। आ विश्वास कर तुमे माने पारिबनी तब बिन तमे कहबो जदि मु मोर पुरुषार्थ लगेकी केतु महाराजଙ୍କ संगरे लड़ीबी, जोटी सन जुपिटर जो पावरफुल प्लैनेट्स माने अछंती ସେମାନେ ବି ୟା ଆଗରେ ନତମସ୍ତକ ହୁଅନ୍ତି, କାରଣ ଇଏ ମୁକ୍ତିର ଲିବରେସନ ଦେଇଦବ। ଆରେ ବୃହସ୍ପତି ଜ୍ଞାନ ଦେଇଦେବେ, ମଙ୍ଗଳ ଶକ୍ତି ଦେଇଦବ, ସୂର୍ଯ୍ୟ ଫେମ ଦେଇଦବ, ରାହୁ ମହାରାଜ ମ୍ୟାଟେରିଆଲିସ୍ଟିକ ଲାଇଫ କୁ ବଢେଇ ଦବ, ଶନି ମହାରାଜ କର୍ମ ଦେଇଦେବେ, ନ୍ୟାୟ ଦେଇଦେବେ। ଏ ହୋଲ ପଏଣ୍ଟ ଏଗୁଡାର କଣ, ଏଗୁଡା ସବୁ ଭୋଗ ପାଇଁ ଦରକାର। ଜନ୍ମ ମୃତ୍ୟୁର ଚକ୍ରରୁ କେବଳ ଗୋଟିଏ ପ୍ଲାନେଟ ତମକୁ ଉପରକୁ ଉଠେଇ ପାରିବ, ଦ୍ୟାଟ ଇଜ କେତୁ। ଆଇଦର ତୁମେ ଭଦ୍ର ଭାବରେ ଗୁରୁର ଶରଣରେ ନାରାୟଣର ଶରଣରେ ପଶି ମୁକ୍ତ ହୁଅ, ନହେଲେ ସିଏ ଯଦି ତା ଉକାତକୁ ଉତରି ଆସିବ କି ମୁଁ ତାକୁ ମୁକ୍ତ କରିବି, ବହୁତ ହି ପେନଫୁଲ, ପେନ ଦେଇକି ମୁକ୍ତ କରିବି, ପୁରା ଜଳେଇ ଦବ। କାହିଁକି କୁହାଯାଏ କୁଜବତ କେତୁ? କୁଜବତ କେତୁ ମାନେ ମଙ୍ଗଳର, ମଙ୍ଗଳ ଯେମିତି ଫାୟାରୀ, କେତୁ ସେମିତି ଫାୟାରୀ। ଇଟ୍ ଇଜ ହାର୍ଡ ଟୁ ବାଲାନ୍ସ, ଇଟ୍ ଇଜ ହାର୍ଡ ଟୁ ଅଣ୍ଡରଷ୍ଟାଣ୍ଡ ଦ ଥିଙ୍ଗସ। ସେମିତି ନାରାୟଣ ସେତେବେଳେ କଣ କରୁଥିଲେ ନା, ଏକାର୍ଣ୍ଣ ଜଳ ଜଳ ଭିତରେ ବିଚରଣ କରିବା ପୂର୍ବକ ବ୍ରହ୍ମ ଜ୍ଞାନ ଦଉଥିଲେ। ହାର୍ଡକୋର ସିଚୁଏସନ ଭିତରେ ତ ରାଜାଙ୍କୁ ବ୍ରହ୍ମ ଜ୍ଞାନ ମିଳୁଥିଲା, ବ୍ରହ୍ମ ତତ୍ତ୍ୱ ମିଳୁଥିଲା। ତୁମକୁ ଜୀବନରେ ସେମିତି ପୀଡା ଭିତରେ ବ୍ରହ୍ମ ଜ୍ଞାନ ମିଳିବ। ଇଏ ସଂସାରରେ ମୋର କେହି ନାହାନ୍ତି, ମୁଁ କାହିଁ ଜବ୍ କରୁଛି ମୁଁ ଜାଣିନି, ମୋର ଏଠି କେହି ନାହାନ୍ତି ମୋ ମନ ଭାବକୁ ବୁଝିଲା ଭଳିଆ, ମୁଁ ବହୁତ ହି ଏକା, ମୁଁ ଯାଉଛି ଏବେ କୋଉ ମନ୍ଦିର ମସଜିଦ ମଠ ବାଡି ବୁଲିବି। ମୁଁ କହୁନି ଏଇଟା ଖରାପ, ଏଇଟା ତମେ ଦାୟିତ୍ୱ ତମେ ଭୋଗିବ, ମୁଁ କହୁନି ଏଇଟା ଖରାପ। ବାବା ସମୟ ନିର୍ଦ୍ଦିଷ୍ଟ, ଜାଗା ବି ନିର୍ଦ୍ଦିଷ୍ଟ। କେତୁ ଇଣ୍ଟେନସନ ବା ଭାବକୁ କହେ। ସମୟ ନିର୍ଦ୍ଦିଷ୍ଟ, ଜାଗା ବି ନିର୍ଦ୍ଦିଷ୍ଟ।
ତୁମର ଯଦି ସେତିକି କ୍ଷମତା ଅଛି, ତୁମେ ଭାବୁଛ ତୁମେ କର୍ତ୍ତା ବୋଲି, ତାହେଲେ ଭୁଲିଯା, କେତୁ ବାଲାନ୍ସ ହବନି। ସମର୍ପଣ ହିଁ କେତୁକୁ ବାଲାନ୍ସ କରିବ। ଆଉ ସମର୍ପଣ ଟୁ ହୁମ୍? ଟୁ ଗୁରୁ, ଟୁ ନାରାୟଣ। ଏ ବ୍ୟତୀତ ଯଦି କିଏ ବାଲାନ୍ସ କରିଦେଲା କେତୁକୁ, ଖାଲି କହିକି ଏମିତିଆ କରିକି ପୂଜା କରିକି ଅମୁକ କରିକି ସମୁକ କରିକି, ଫର ଦ ଟାଇମ ବିଙ୍ଗ ସେ ଶାନ୍ତ ହେଇଯିବେ। ସେ ଯୋଉ ଗ୍ରହର ଇମ୍ପାକ୍ଟ ଇଫେକ୍ଟ ଗଲା ପରେ, ସେ ପୂଜାର ସେ ରିମେଡିର ଇମ୍ପାକ୍ଟ ଗଲା ପରେ, ଡବଲ ଫୋର୍ସରେ ଆଉଥରେ ନାମ ଦେବେ। ଆଉ ଗୋଟେ ଛୋଟ ରିମେଡି କହିଦଉଛି। ଯେବେ ଯେବେ କେତୁ ଅପରେଟ କରେ, ସିଧା ପଳେଇବ ଜଗନ୍ନାଥଙ୍କ ପାଖକୁ, ସବୁଠି ତମେ ଧ୍ୱଜା ଦବ। ମନ୍ଦିର ଉପରେ ଯୋଉ ଧ୍ୱଜା ଉଡେନି, ହୁଁ। ଇଟ ଇଜ ଦ ବେଷ୍ଟ ରିମେଡି ଟୁ ବାଲାନ୍ସ ଏନିଥିଙ୍ଗ। ନାରାୟଣଙ୍କୁ କଦଳୀ ଦବ ଭୋଗ ଲଗେଇବ। ହେଲେ ଯେତିକି ପଇସା ବାଲା ରିମେଡି କରିକି ତମେ ଯେତିକି ଇମ୍ପାକ୍ଟ ପାଇଥାନ୍ତ, ଇଏ ରିମେଡିରେ ତମେ ତାର ଅନଗିନତ ଟାଇମ୍ସ ପାୱାର ପାଇବ। ମୁଁ ଆଜିର ସେସନରେ ମତ୍ସ୍ୟ ଅବତାର କେତୁଙ୍କ କଥା କହିଲି। ଆଜିର ସେସନ ପାଇଁ ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।